ଜାନୁଆରୀ 22 ତାରିଖରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ଟିକିଆ ଟି20 ମ୍ୟାଚ୍ ସିରିଜ୍। ତାହେଲେ ଏହି ମ୍ୟାଚ୍ ଗୁଡ଼ିକୁ ଆପଣମାନେ କିପରି ଭାବରେ ଟିଭିରେ ଦେଖିପାରିବେ, କିପରି ଭାବରେ ମାଗଣାରେ ଦେଖିପାରିବେ ଆଜିର ଭିଡ଼ିଓରେ ଚାଲନ୍ତୁ ଜାଣିବା। ତ ଆପଣମାନେ ଜାଣିଥିବେ ଭାରତ ଓ ଇଂଲଣ୍ଡ ମଧ୍ୟରେ 22 ତାରିଖରୁ 5ଟା ଟି20 ମ୍ୟାଚ୍ ଖେଳାଯାଉଛି। ପ୍ରଥମ ଟି20 ମ୍ୟାଚ୍ଟି 22 ଜାନୁଆରୀ ଖେଳାଯାଉଥିଲା ବେଳେ ଦ୍ୱିତୀୟଟି 25 ଜାନୁଆରୀ, ତୃତୀୟଟି 28 ଜାନୁଆରୀ, ଚତୁର୍ଥଟି 31 ଜାନୁଆରୀ ଖେଳାଯିବ ଓ ପଞ୍ଚମଟି 2 ଫେବୃଆରୀରେ ଖେଳାଯିବ। ତାହେଲେ ଏହି 5ଟି ଟି20 ମ୍ୟାଚ୍ ପାଇଁ ଭାରତର ଟିମ୍ ଏବେ ଘୋଷଣା ହୋଇଯାଇଛି, ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ କ୍ୟାପ୍ଟେନ୍ ରହିଛନ୍ତି। ଗତ ଦିନମାନଙ୍କରେ ଭାରତୀୟ ଟିମ୍ ଟି20 କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଛି। ସେ ସାଉଥ ଆଫ୍ରିକା ବିରୁଦ୍ଧରେ ହେଉ ବା ବାଂଲାଦେଶ ବିରୁଦ୍ଧରେ ଭାରତୀୟ ଟିମ୍ ବହୁତ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିଛି। ତ ଇଂଲଣ୍ଡ ବିରୁଦ୍ଧରେ ବି ମଧ୍ୟ ଭାରତର ଭଲ ପ୍ରଦର୍ଶନ ନିଶ୍ଚିତ ଭାବରେ ଦେଖିବାକୁ ମିଳିବ। ତ ଭାରତ ସନ୍ଧ୍ୟା 7ଟାରେ ଆପଣମାନେ ମ୍ୟାଚ୍ ଦେଖିବାକୁ ପାଇବେ। 7ଟାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଟି20 ମ୍ୟାଚ୍ ଗୁଡ଼ିକ ପ୍ରଥମ ଇନିଂସ 7ଟାରୁ 8:30, ଦ୍ୱିତୀୟ ଇନିଂସ 7:45ରୁ 10:30 ବା 10:45 ପର୍ଯ୍ୟନ୍ତ ଖେଳାଯିବାର ରହିଛି। ତାହେଲେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି20 ମ୍ୟାଚ୍ ଗୁଡ଼ିକୁ ଆପଣମାନେ ଦେଖିବେ କିପରି, କେଉଁ ଚ୍ୟାନେଲରେ ଆପଣମାନେ ଦେଖିବେ? ତ ଆପଣମାନେ ଜାଣିଥିବେ କି ଭାରତରେ ଖେଳାଯାଉଥିବା ସମସ୍ତ ମ୍ୟାଚ୍ ଗୁଡ଼ିକୁ ଜିଓ ସିନେମାରେ ମୋବାଇଲ ଆପ୍ ମାଧ୍ୟମରେ ଦେଖାଯିବ ବୋଲି ପୂର୍ବରୁ ରହିଥିଲା। ଏହା ସହିତ ସ୍ପୋର୍ଟସ୍ 18ରେ ଭାରତରେ ଖେଳାଯାଉଥିବା ହୋମ୍ ମ୍ୟାଚ୍ ଗୁଡ଼ିକ ଦେଖାଯିବାର ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଜିଓ ଷ୍ଟାର ସ୍ପୋର୍ଟସର ସମସ୍ତ ଚ୍ୟାନେଲ ଗୁଡ଼ିକୁ କିଣି ଦେଇଛି। ତେଣୁକରି ଏବେ ଜିଓ ସିନେମାରେ ମୋବାଇଲ ଆପ୍ରେ ଆପଣମାନେ ଯାହା ଖେଳ ଦେଖୁଥିଲେ ସେଗୁଡ଼ିକ ହଟଷ୍ଟାରରେ ଦେଖିବାକୁ ମିଳିବ। ଏହା ସହିତ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ଖେଳ ଗୁଡ଼ିକ ଆପଣମାନେ ଦେଖିପାରିବେ। ତା ସହିତ ସ୍ପୋର୍ଟସ୍ 18ରେ ବି ମଧ୍ୟ, ଯାହାକି ଜିଓ ସିନେମାର ଚ୍ୟାନେଲ, ସେଥିରେ ବି ମଧ୍ୟ ଆପଣମାନେ ଦେଖିବାକୁ ପାଇବେ। କିନ୍ତୁ ଏହି ସିରିଜରେ ସମସ୍ତ ମ୍ୟାଚ୍ ଗୁଡ଼ିକୁ ଆପଣମାନେ ଟିଭିରେ ସ୍ପୋର୍ଟସ୍ 18 ମାଧ୍ୟମରେ ଦେଖିବାକୁ ପାଇବେ। ଷ୍ଟାର ସ୍ପୋର୍ଟସର କୌଣସି ଚ୍ୟାନେଲରେ ବି ଆପଣମାନେ ଟିଭିରେ ଏହି ମ୍ୟାଚ୍ ଦେଖିପାରିବେ ନାହିଁ। ସ୍ପୋର୍ଟସ୍ 18ରେ ଆପଣମାନେ ଏହି ମ୍ୟାଚ୍ ଗୁଡ଼ିକୁ ଦେଖିବାକୁ ପାଇବେ। ଟି20 ଓ ଦିନିକିଆ ମ୍ୟାଚ୍ ଗୁଡ଼ିକୁ ଦେଖିବାକୁ ପାଇବେ। ଏହା ସହିତ ମୋବାଇଲ ଆପ୍ ଯାହାକି ରହିଛି ହଟଷ୍ଟାର, ଆପଣମାନେ ହଟଷ୍ଟାରରେ ଦେଖିବାକୁ ପାଇବେ। ଡିଜନି ହଟଷ୍ଟାରରେ ଏହି ମ୍ୟାଚ୍ ଗୁଡ଼ିକୁ ଫ୍ରିରେ ଦେଖିବାକୁ ପାଇବେ। ଆଉ ଏହା ସହିତ ଜିଓ ସିନେମାରେ ଏହି ମ୍ୟାଚ୍ ଗୁଡ଼ିକ ପ୍ରସାରଣ ହେବ ନାହିଁ। ଟିଭି ଚ୍ୟାନେଲ ସ୍ପୋର୍ଟସ୍ 18 ଆଉ ମୋବାଇଲ ଆପ୍ ହଟଷ୍ଟାରରେ ଏହି ଖେଳ ଗୁଡ଼ିକର ଲାଇଭ୍ ଷ୍ଟ୍ରିମିଂ କରାଯିବ। ତ ଆପଣମାନେ ଏହି ଚ୍ୟାନେଲ ମାଧ୍ୟମରେ ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି20 ମ୍ୟାଚ୍ ଗୁଡ଼ିକୁ ଦେଖିବାକୁ ପାଇବେ। ତ ଆପଣମାନେ ଜାଣିଥିବେ ଭାରତୀୟ ଟିମ୍ର କ୍ୟାପ୍ଟେନ୍ ଏବେ ସୂର୍ଯ୍ୟକୁମାର ଯାଦବ ହୋଇଛନ୍ତି। ଏହା ସହିତ ଭାଇସ୍ କ୍ୟାପ୍ଟେନ୍ ଭାବରେ ଅକ୍ଷର ପଟେଲଙ୍କୁ ଆପଣମାନେ ଏହି ଦଳରେ ଦେଖିବାକୁ ପାଇବେ। ଭାରତର 15 ଜଣିଆ ଦଳ ଘୋଷଣା ହୋଇଛନ୍ତି, ଯେଉଁଥିରେ ମହମ୍ମଦ ସାମି ବି ମଧ୍ୟ ସାମିଲ ରହିଛନ୍ତି। ତାହେଲେ ଭାରତୀୟ ଟିମ୍ ଗତ ଦିନମାନଙ୍କରେ ଟି20 କ୍ରିକେଟରେ ବହୁତ ଭଲ ପ୍ରଦର୍ଶନ କରିଛି। ସାଉଥ ଆଫ୍ରିକାରେ ଯାଇ ସାଉଥ ଆଫ୍ରିକାକୁ ହରାଇ ଆସିଛି। ଏହା ସହିତ ବାଂଲାଦେଶକୁ ବି ମଧ୍ୟ ହରାଇଛି ଭାରତୀୟ ଟିମ୍। ତ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାପ୍ଟେନ୍ସିରେ ଭାରତ ବହୁତ ଭଲ ପ୍ରଦର୍ଶନ କରୁଛି। ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାପ୍ଟେନ୍ସିରେ ଭାରତ ମାତ୍ର 2ଟି ଟି20 ମ୍ୟାଚ୍ ହାରିଥିଲା ବେଳେ 12ଟା ଟି20 ମ୍ୟାଚ୍ ଜିତିଛି। ତ ଏଭଳି ପରିସ୍ଥିତିରେ ଇଂଲଣ୍ଡ ସହିତ ଖେଳାଯିବାକୁ ଥିବା 5ଟି ଟି20 ମ୍ୟାଚ୍ରେ ଭାରତର ପ୍ରଦର୍ଶନ ନିହାତି ଭାବରେ ଦେଖିବାକୁ ରହିଛି। ତ ତିଲକ ବର୍ମା ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ସେ ଡୋମେଷ୍ଟିକ୍ ଲେବୁଲରେ ବି ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଏହା ସହିତ ସାଉଥ ଆଫ୍ରିକା ସହିତ ତିଲକ ବର୍ମାଙ୍କ ଶତକ, ସଞ୍ଜୁ ସାମସନଙ୍କ ଶତକ ଆଜି ପର୍ଯ୍ୟନ୍ତ କ୍ରିକେଟ ଫ୍ୟାନ୍ ମାନେ ଭୁଲି ପାରିନାହାନ୍ତି। ତ ଇଂଲଣ୍ଡ ସିରିଜରେ ଏହି ଖେଳାଳିମାନଙ୍କ ଠାରୁ ବଡ଼ ବଡ଼ ଇନିଂସର ଆଶା ବି ମଧ୍ୟ କରାଯାଉଛି। ତ ଆପଣମାନେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 5ଟା ଟି20 ମ୍ୟାଚ୍ରେ ଭାରତ କେତେଟା ମ୍ୟାଚ୍ ଜିତିବ ଆଉ କେତେ ରନ୍ରେ ଜିତିବ ଆମକୁ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଏହି ସିରିଜର ବେଷ୍ଟ ବ୍ୟାଟ୍ସମ୍ୟାନ୍ କିଏ ହେବେ, ସବୁଠାରୁ ଅଧିକ ରନ୍ କିଏ କରିବେ, ସବୁଠୁ ଅଧିକ ଛକା, ସବୁଠୁ ଅଧିକ ଶତକ କିଏ କରିବେ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ଆଉ ଭାରତୀୟ ଟିମ୍ କେଉଁ 11 ଜଣ କମ୍ବିନେସନ୍ ସହିତ ଏହି ମ୍ୟାଚ୍ରେ ଖେଳିବ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ। ତାହେଲେ ଆପଣମାନେ କ୍ରିକେଟ ସମ୍ବନ୍ଧିତ ଏଇଭଳି ଟିକିନିକ୍ ଖବର ବିଷୟରେ ଜାଣିପାରିଲେ ଆମ ଚ୍ୟାନେଲକୁ ଜଲ୍ଦି ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ।